ଓଡ଼ିଶାର ବୀରତ୍ୱ କ'ଣ ଥିଲା? ଏକ ଐତିହାସିକ ଜାତି, ମୁଁ ଇତିହାସକୁ ଯିବି ନାହିଁ ବୋଲି କହିଛି, ଏକ ଐତିହାସିକ ଜାତି। କିନ୍ତୁ ଭାଗ୍ୟରେ କି ବିପର୍ଯ୍ୟୟ ଘଟିଲା କେଜାଣି? ଇଂରେଜମାନେ ଓଡ଼ିଶାକୁ ଅଧିକାର କରିବା ପରେ ପରେ ଓଡ଼ିଶାର ଚାରିପାଖରେ ଯେତେ ଶତ୍ରୁ ଥିଲେ ସମସ୍ତେ ଲାଗି ପଡ଼ିଲେ ଏବଂ ଓଡ଼ିଶାକୁ ଖଣ୍ଡ ବିଖଣ୍ଡିତ କରିଦେଲେ। ଓଡ଼ିଶାକୁ ଏକତ୍ରୀକରଣ କରୁଥିବାର ସ୍ୱପ୍ନ ଦେଖୁଥିବା ସ୍ୱର୍ଗତ ମଧୁସୂଦନ ଦାସ ଯେତେବେଳେ କଟକରେ ଆସି ରାଜନୀତି ଆରମ୍ଭ କରିଲେ, ରାଜନୀତି କହିଲେ ଆଜିର ଅର୍ଥରେ ମୁଁ ସେ ରାଜନୀତିକୁ ବୁଝଉ ନାହିଁ। ଓଡ଼ିଶାକୁ ଏକତ୍ରିତ କରି ଓଡ଼ିଆ ଭଙ୍ଗା ମନକୁ ପୁଣି ଯୋଡ଼ି ଓଡ଼ିଆ ମନର ଗୋଟିଏ କୋଣାର୍କ ତିଆରି କରିବା ପାଇଁ ଯେଉଁ ଉଦ୍ୟମ କଲେ, ତାଙ୍କ ପଛରେ ଥିଲେ ଆପଣମାନେ ଜାଣିଥିବେ କିଏ? ହୁଏତ କିଏ ଥିଲେ? ଗୌରୀଶଙ୍କର ରାୟ, ଯେ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଉତ୍କଳ ଦୀପିକା ପ୍ରକାଶ ଆରମ୍ଭ କରିଥିଲେ ଠିକ୍ ନଅଙ୍କ ଦୁର୍ଭିକ୍ଷ ଭିତରେ। ନଅଙ୍କ ଦୁର୍ଭିକ୍ଷ 65ରୁ ଆରମ୍ଭ ହେଲା, 66ରେ ଆରମ୍ଭ ହେଲା ଏବଂ ସେ ଉତ୍କଳ ଦୀପିକା ପ୍ରକାଶ ଆରମ୍ଭ ହେଲା ଅଗଷ୍ଟ ବା ଜୁଲାଇରେ ଆରମ୍ଭ ହେଲା। ସେଇ ଉତ୍କଳ ପ୍ରାଣ ମହାମନୀଷୀଙ୍କର ନେତୃତ୍ୱରେ ପରିଚାଳିତ ହେଇ ମଧୁସୂଦନ ଯେଉଁ ଡାକରା ଦେଲେ ଓଡ଼ିଶାକୁ ଏକତ୍ରୀକରଣ କରିବା ପାଇଁ, ସେତିକି ବେଳେ ସେ କହିଥିଲେ ଓଡ଼ିଶା ହେଉଛି 3 ଥେଣ୍ଟିଆ କାକୁଡ଼ି ବାଡ଼ି। ଆଜି ଆମକୁ ବିସ୍ମୟ ଲାଗେ, ଆମେ ବିସ୍ମିତ ହେଇପାରୁ ଯେ ଏତେ ବଡ଼ ବିରାଟ ସାମ୍ରାଜ୍ୟ, ଏ 3 ଥେଣ୍ଟିଆ କାକୁଡ଼ି ବାଡ଼ି ମାନେ କ'ଣ? 3 ଥେଣ୍ଟିଆ କାକୁଡ଼ି ବାଡ଼ି ମାନେ ହେଉଛି ଯେତେବେଳେ ଯେ ଚାହିଁଲା ସେ ନେଇଗଲା। ଯେମିତି ଦୁର୍ବଳ ଭିକ୍ଷୁକ, ଦୁର୍ବଳ ଜଣେ ଭିକାରୀର ଥାଳରୁ କେହି ଜଣେ ଯଦି ହାତ ମୁଠା କରି ନେଇଯାଏ ତାହେଲେ ଯାହା ସେମିତି ହେଇପଡ଼ିଲା। ସେପାରେ ମାଦ୍ରାସ ବାଲା ନେଇଗଲେଣି ଥୋଡ଼ାଏ, ଏ ପାଖରେ ବଙ୍ଗଳା ବାଲା ନେଇଗଲେଣି, ସେ ପାଖରେ ବିହାରୀ ନେଇଗଲେଣି, ମଧ୍ୟପ୍ରଦେଶ ବାଲା ନେଇଗଲେଣି। ଏମିତି ଓଡ଼ିଶାକୁ ଖଣ୍ଡ ବିଖଣ୍ଡିତ କରି ଏମିତି ବିକୃତ ବିକଳାଙ୍ଗ କରିଥିଲେ ଯେ ଯାହାର ଉତ୍ତର ଦେବା ପାଇଁ ବା ସଂଗଠିତ କରିବା ପାଇଁ ମଧୁବାବୁ ବା ସେତେବେଳେ ଆଉ ଜଣେ ବିଚିତ୍ର ନେତା ଥିଲେ ବିଚିତ୍ରାନନ୍ଦ ଦାସ। ଏଇମାନଙ୍କର ଯେଉଁ ଉଦ୍ୟମ, ସେ ଉଦ୍ୟମ ଫଳରେ ଆମେ ଗୋଟେ କ'ଣ ପାଇଲୁ। କିନ୍ତୁ ଯାହା ପାଇଲୁ ସେଇଠି ହେଉଛି ଇତିହାସର ଗୁରୁତ୍ୱପୂର୍ଣ୍ଣ କଥା। କ'ଣ ନା ଭାଷା ଭିତରେ ଓଡ଼ିଶା ରାଜ୍ୟ ଗଠନ। କେବଳ ଓଡ଼ିଶା ରାଜ୍ୟ ଭାଷା ଭିତରେ ଗଠିତ ହେଲା ନାହିଁ। ଭାରତବର୍ଷର ସାମ୍ବିଧାନିକ ନିୟମ, ସାମ୍ବିଧାନିକ ଶୃଙ୍ଖଳା ଓ ସାମାଜିକ ଆଦର୍ଶ ହେଉଛି ଯେ ଭାଷା ଭିତରେ ଗୋଟିଏ ରାଜ୍ୟ ଗଢ଼ି ଉଠିବ ଏବଂ ସେ ରାଜ୍ୟର ଉଦ୍ଦେଶ୍ୟ ହେବ ସେ ଭାଷାର ବିକାଶ କରିବା। ଯଦି ଆପଣମାନେ ପଚାରନ୍ତି କାହିଁକି ହେଲା ଭାଷା ପ୍ରାଦେଶିକ ଗଠନର ବା ପ୍ରାଦେଶିକ ଶକ୍ତିର ମୂଳ କଥା, ନା ଏଇଥିପାଇଁ ଭାଷାର ଜନନୀ ହେଉଛି ସଂସ୍କୃତି। ସଂସ୍କୃତି ନାହିଁ ତ ଭାଷା ନାହିଁ। ଅର୍ଥାତ୍ ଓଡ଼ିଶାର ସଂସ୍କୃତି, ସେ ସାମରିକ ସଂସ୍କୃତି ହେଉ, ରାଜନୈତିକ ସଂସ୍କୃତି ହେଉ ବା ସାହିତ୍ୟିକ ସଂସ୍କୃତି ହେଉ, କେତେ ବିସ୍ତୃତ, କେତେ ବିଶାଳ, ଏହାର ଇତିହାସ କେତେ ପ୍ରାଚୀନ। ତେଣୁ ସ୍ୱାଭାବିକ ଭାବରେ ତାର ଗୋଟିଏ ବିଶାଳ ଭାଷା ରହିବ ଓ ବିଶାଳ ସଂସ୍କୃତି ଉତ୍ପନ୍ନ ହେବ। ଯେତେବେଳେ ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ ମୁଁ କାମ କରୁଥିଲି, ସେତିକିବେଳେ ଗୋଟିଏ ବଡ଼ ପ୍ରଶ୍ନର ସମ୍ମୁଖୀନ ହୋଇଥିଲି। ସେ ପ୍ରଶ୍ନଟି ହେଉଛି ଯେ ସତରେ ଏ ଓଡ଼ିଆ ଭାଷା ବୋଲିକରି କୁହାଯାଉଛି, ଆର ଅସ୍ତିତ୍ୱ କେଉଁଠି ଅଛି, କେତେ ଦୂର, କେତେ ପ୍ରାଚୀନ, ଏଇ କଥାର ଆମେ ସମ୍ମୁଖୀନ ହେଇଥିଲୁ। ଓଡ଼ିଆ ପୂର୍ବରୁ ଦକ୍ଷିଣ ଭାରତର ଭାଷା ଗୁଡ଼ିକ ଯଥା ଦକ୍ଷିଣ ଭାରତର ମୁଖ୍ୟ ଭାଷା ହେଉଛି ତାମିଲ, ବହୁ ପ୍ରାଚୀନ ଭାଷା ଏବଂ ତାମିଲ ମାନେ ମନେ କରନ୍ତି ଯେ ଆମର ଭାଷା ଅର୍ଥାତ୍ ତାମିଲ ଭାଷା ହେଉଛି ସଂସ୍କୃତ ଠାରୁ ପୁରୁଣା। ହେଇପାରେ, ହଉ, ଆମର କିଛି ଆପତ୍ତି ନାହିଁ। ତାମିଲ, ତେଲୁଗୁ, ମଲୟାଲମ, କନ୍ନଡ଼ ଏ 4ଟି ଭାଷା ଶାସ୍ତ୍ର ମାନ୍ୟତା ପାଇସାରିଥିଲେ ଏବଂ ଆମର ପାଳି ପଡ଼ିଲା ପଞ୍ଚମରେ
ଯେ ଓଡ଼ିଆ ଭାଷା ଶାସ୍ତ୍ର ମାନ୍ୟତା ପାଇଲା। ଆମର ପ୍ରଶ୍ନ ହେଉଛି ଯଦି ଓଡ଼ିଆ ଭାଷା ଶାସ୍ତ୍ର ମାନ୍ୟତା ପାଇଥାଏ ତାହେଲେ ଭାରତ ବର୍ଷର ଯେତେ ଭାଷା ଅଛି ସେଇ ଭାଷା ଭିତରେ ଏହାର ସ୍ଥାନ ଅନ୍ତତଃ ଆମେ ଯଦି କହିବା ତାମିଲକୁ ଧରିଲେ ଆମର ସ୍ଥାନ ପଞ୍ଚମରେ। କିନ୍ତୁ ଗୋଟିଏ ଭାଷା ଖାଲି ଏତିକି ସ୍ୱୀକୃତି ପାଇଗଲେ ସେ ଭାଷାର ସାମର୍ଥ୍ୟ, ଭାଷାର ଔଜ୍ଜଲ୍ୟ, ଭାଷାର ଆଦର୍ଶ ଓ ଭାଷାର ପ୍ରଭାବ ଜଣାପଡ଼େ ନାହିଁ। ଭାଷାକୁ ସୁରକ୍ଷିତ କରେ ଶିକ୍ଷା। ଯଦି ଆମର ଶିକ୍ଷା ଆମ ଭାଷା ମାଧ୍ୟମରେ ହୁଏ ତାହେଲେ ଶିକ୍ଷା କେତେ ଉପକୃତ ହେବ ଏବଂ ଶିକ୍ଷକ କେତେ ଉପକୃତ ହେବ ଏବଂ ଶିକ୍ଷା ଦେଉଥିବା ଛାତ୍ର, ଶିକ୍ଷା ପାଉଥିବା ଛାତ୍ରଛାତ୍ରୀ କେତେ ଉପକୃତ ହେବେ ତାର ଗୋଟିଏ ସ୍ୱତନ୍ତ୍ର ବିଚାର ଦରକାର। ମୋର ଏହା ହିଁ କହିବାର କଥା। ଭାଷା ଯଦି ଆମର ପରିଚୟ, ଭାଷା ଯଦି ଆମର ସଂସ୍କୃତି, ତାହେଲେ ଇଏ ମାଟିରେ ତାର ଅଛି ପରିଚୟ। ଇଏ ଗଛରେ, ଫୁଲରେ, ଫଳରେ, ପବନରେ ସବୁଠାଇ ପରିପୂର୍ଣ୍ଣ ହୋଇ ରହିଛି ସେଇ ଗୋଟିଏ ଧ୍ୱନି, ଭାଷାର ଧ୍ୱନି। ଯାହା ମୋତେ ସମୟ ଥିଲେ ମୁଁ ଆଉ ଟିକେ ବଢ଼େଇକିରି ହୁଏତ କହିଥାନ୍ତି। ଆମେ କ'ଣ ଏଥିରୁ ଉପଲବ୍ଧି କରିପାରିବୁ ନାହିଁ ଯେ ପଳାଶ ଫୁଲ ଗାଉଛି ମୋ ମାଟିର ସୌନ୍ଦର୍ଯ୍ୟ? କହିପାରିବୁ ନା? ମୁଁ କହିପାରିବିନି ଚମ୍ପା ଫୁଲରେ ଯେଉଁ ମହକ। ଯେତେ ସୁନ୍ଦର କବିତା ଲେଖିଥିଲେ ଗୁରୁପ୍ରସାଦ ମହାନ୍ତି ଚମ୍ପା ଫୁଲ ଓ ଯୋଗୀର କଥା। ଆପଣମାନେ ଯେ ପଢ଼ୁଥିବେ, ପଢ଼ନ୍ତୁ ପଢ଼ନ୍ତୁ, ଓଡ଼ିଆମାନେ ପଢ଼ନ୍ତି ନାହିଁ। ସତରେ ମୋତେ ଦୁଃଖ ଲାଗୁଛି କହିବା ପାଇଁ, କାରଣ ମୁଁ ଏତେ ବର୍ଷ ଚାକିରି କଲିଣି। ଛାଡ଼, ଯାହା ହେଉଛି ଓଡ଼ିଆମାନେ ପଢ଼ୁନାହାନ୍ତି। ତେଣୁ ତାତ୍ପର୍ଯ୍ୟ ହେଉଛି ଯେ ଗୋଟିଏ ଶିକ୍ଷାନୁଷ୍ଠାନ ମାଟିର ସଂସ୍କୃତିକୁ, ମାଟିର ଭାଷାକୁ, ମାଟିର ପ୍ରାଣକୁ, ମାଟିର ବାସନାକୁ, ମାଟିର ସ୍ୱପ୍ନକୁ ଏବଂ ଅନାଗତ କାଳ ପାଇଁ ଠିଆ କରିବା ଭଳି ଏକ ସାମର୍ଥ୍ୟ ଗଢ଼ିବ। ଯଦି ଏକଥା ଗୋଟେ ଶିକ୍ଷାନୁଷ୍ଠାନ କରି ନପାରେ ତାହେଲେ କାହିଁକି ଏ ଶିକ୍ଷାନୁଷ୍ଠାନକୁ ସରକାର ଏତେ ସାହାଯ୍ୟ ଦେବେ? କେଉଁ ସକାଶେ ଦେବେ? ମୁଁ ତ କାଲି ପଚାରିବି ରଣେନ୍ଦ୍ର ବାବୁଙ୍କୁ, ବାବୁ ଆପଣଙ୍କ କଲେଜର ମାନେ ଆପଣଙ୍କ କଲେଜର ଏଇ କଥା ଆପଣ କ'ଣ ବୁଝିଛନ୍ତି, କ'ଣ କରୁଛନ୍ତି? ମୁଁ ଯଦି ପଚାରିବି ସେ କ'ଣ ଉତ୍ତର ଦେବେ ମୁଁ ଜାଣିନାହିଁ। କିନ୍ତୁ ଆପଣମାନେ ଭଲ କି ଜାଣିଛନ୍ତି ସେ ଯେଉଁ ଉତ୍ତର ଦେବେ ସେ ଉତ୍ତରଟି ଆମର ଅଧ୍ୟକ୍ଷ ମହାଶୟା ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ କହିସାରିଲେଣି। ମୁଁ ସେ ଗଢ଼ିଛି ମୋର ରକ୍ତ ଦେଇକିରି, ମୋର ସ୍ୱପ୍ନ ସେଇଠି ମୁଁ ଛାଡ଼ି ଦେଇକିରି ଆସିଛି। ଏମାନେ ଯେତେ ମୁଁ ଆଜି ଦେଖୁଛି ସେ ଦେଖିଥିଲେ ଭବିଷ୍ୟତରେ କେବେ ଦେଖିବେ, ତାହେଲେ ସେଇ ସ୍ୱପ୍ନ ଗୁଡ଼ିକ ପଳାଶ ଫୁଲର ସୌନ୍ଦର୍ଯ୍ୟ ଠାରୁ ଆହୁରି ନା ପଳାଶ ଫୁଲ ତ ଖାଲି ସୌନ୍ଦର୍ଯ୍ୟ ଦିଏ, ତାର ବାସନା କାହିଁ? ତେଣୁ ସୌନ୍ଦର୍ଯ୍ୟ ସହିତ ବାସନା, ସୌନ୍ଦର୍ଯ୍ୟ ସହିତ ସୁଗନ୍ଧ ଯେତେବେଳେ ମିଶିକି ଯିବ ତାର କ'ଣ ହେବ? ମୋ ପ୍ରାଣକୁ, ମୋ ହୃଦୟଟାକୁ ଖୋଲିକି ରଖିଦେଲା ଭଳି ହେବ ନାହିଁ। ମୋ ହୃଦୟଟା କ'ଣ ଖାଲି ଗୋଟାଏ ପିଣ୍ଡ, ଗୋଟାଏ ଯନ୍ତ୍ର ମୋତେ ଖାଲି ଫୁସ୍ ଜରିଆରେ ମୋତେ ରକ୍ତ ଯୋଗାଉଛି, ମୋତେ ଜୀବନ୍ତ କରିଛି? ନା। ତାହେଲେ ମୋର ସମସ୍ତ ଭାବନା, ମୋର ସମସ୍ତ ଶକ୍ତି, ମୋର ଚିନ୍ତା, ମୋର ସଂସ୍କୃତି, ମୋର ଭାଷା, ମୋର ସମସ୍ତ କିଛି ତାରି ଭିତର ଦେଇ, ସେ ହୃତ୍ପିଣ୍ଡ ଦେଇ ଫୁକ୍ 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 ଶବ୍ଦ ଭିତରେ ଟିକ୍ ଶବ୍ଦ କ'ଣ କହୁଛି ବୋଲି ଆପଣ ଜାଣିଥିବେ, ତା ଭିତରେ ମୋତେ ସବୁବେଳେ ସଚେତନ କରିଦେଉଛି। ପ୍ରସ୍ତୁତ ମୁଁ ଏଇଠୁ ଭାବିଥିଲି ଗୋଟିଏ କଥା, କହିଦେଲି ଆଉ ଗୋଟିଏ କଥା। ଗୋଟେ ଯୋଗୀ ଥିଲେ, ଯୋଗୀ ସନ୍ନ୍ୟାସୀ ଗୋଟେ ପାହାଡ଼ ମୁଣ୍ଡିଆ ଉପରେ ହେଇଥିବ। ଆପଣମାନଙ୍କର ଏ ପାହାଡ଼ ମୁଣ୍ଡଟା ସେତେବେଳେ ଥିଲା କି ନାହିଁ ମୁଁ ଜାଣିନାହିଁ। ସେ ଯାଇକିରି କୁଡ଼ିଆ ଟେକରେ ରହିଥିଲେ। ସଭାସଦ, ହେ ପଣ୍ଡିତମାନେ, ସଭାସଦମାନେ, ହେ ମନ୍ତ୍ରୀ ପରିଷଦ, ହେ ମୋର ମାନେ ଇଏ ସବୁ କ'ଣ ଶୁଦ୍ଧ ପୁକ୍ତ ଚିତ୍ତରେ ବସୁଥିବା ପଣ୍ଡିତ ବିଦ୍ୱାନ ବିଶାରଦ ମାନେ ମୋତେ ଗୋଟିଏ ପରାମର୍ଶ ଦିଅନ୍ତୁ ଯେ ମୁଁ ଚାହୁଁଛି ମୋ ଘରେ ଗୋଟେ ଫଟୋ ଟାଙ୍ଗିବି। କି ପ୍ରକାର ଫଟୋ ଟାଙ୍ଗିଲେ ଭଲ ହେବ ଆପଣମାନେ ଟିକେ ପରାମର୍ଶ ଦିଅନ୍ତୁ। ଏଠି ବହୁତ ବିଚାର ଚାଲିଲା ପରେ ଜଣେ ଲୋକ କହିଲେ, ଆଜ୍ଞା ମୁଁ କାଲି ରାତିର ଗଭୀର ମୁହୂର୍ତ୍ତରେ ଯେତେବେଳେ ଅତ୍ୟନ୍ତ ଭାବରେ ଚିନ୍ତା ନିବିଷ୍ଟ ଥିଲି, ହଠାତ୍ ମୋ ଆଗରେ ଗୋଟିଏ ଏମିତି ଚିତ୍ର ଉଦ୍ଭାସିତ ହେଉଥିଲା।
ମୁଁ ଭାବୁଛି ସେ ଚିତ୍ରଟି ଆପଣ ଆପଣଙ୍କ ଘରେ ଫଟୋ କରିକି ଟାଙ୍ଗନ୍ତୁ। କହିଲେ ଭଲ କଥା ଭଲ କଥା। କିନ୍ତୁ ସେ ଆପଣଙ୍କ ଆଗରେ ଯେଉଁ ଚିତ୍ରଟି ଉଦ୍ଭାସିତ ହେଇକି ମିଳେଇଗଲା ସେ କିଏ? ନା ସିଏ ହେଉଛନ୍ତି ମହାମାନବ ଶ୍ରୀକୃଷ୍ଣ।